आसन्तु शुणिबा श्रीमद् भागवतर प्रथम स्कंदर नवम अध्याय। एमन्ते प्राणी बध भय निवेदी धर्मरतनय सकल धर्म ज्ञानार्थे विजय कले निजर थे मिलिले कुरुक्षेत्रे जाई भीष्म जहि सोई राजा संगति चारि भ्राते सज होइले जे झारथे उत्तम स्व नाना वर्ण स्वभावे रत्न विभूषण ताहांक संगे विप्रजने गमन कले तो समने गोविंद नंदी घोषरथे बसिले अर्जुन संगते पांडव मध्य युधिष्ठिर किय बा देवा पटांतर कुह्यक गण मध्य गते कुबेर प्रकाश जेमन्ते हेमन्ते कुरुक्षेत्र गले पांडवे गोविंदଙ୍କ तुले सरसयने गंगा सुत देखिले राजा धर्मसुत अवनी पृष्ठे मोहगत किबा अमर भूमिगत पांडवे गोविंदर तुले भीष्म चरणे प्रणमिले ब्रह्मर्षि देव ऋषि गणे आपणे राजा ऋषि माने मिलिले जाई कुरुक्षेत्रे भीष्मଙ୍କୁ देखिबार अर्थे पर्वत नामे महर्षि धर्मनारंद तुले मिसी बादरायण ब्रह्मे बृहद्वश भरद्वाजଙ୍କ संगे शिष्य रेणुका सुत परशुराम वशिष्ठ इंद्र प्रमोदन त्रितसित गृहस्मद गौतम कक्षीवान सिद्ध अत्रि कौशिक सुदर्शन कश्यप अंगारस नाम निर्मल चेता ब्रह्मचारी मिलिले सुख आदि करी हेमन्ते सर्व मुनि जने मिलिले भीष्म सन्निधाने मुनिंकी देखी वसुतम शयने कले जे प्रणाम धर्मगे गंगर कुमर देश कालज्ञ महाधीर तेणु पूजिले के मुनिंकी दृढ़ मानसिके माया रे जे धरे शरीर अनादि प्रभु निराकार कृष्ण कुरु हृदय बसाई पूजिले दृढ़ चित होई प्रेमे विनय भाव होई निकटे थिबा पांच भाई पांडु पुत्रंकु दया चिते भाबे बोलंती असुनेते ए बड़ कष्ट मोर चिते ए पांच भाई कुंती सीते मने बने बंचिले कष्ट कर्मे जीवन पोषी विप्र धर्मे जेणु गोविंद आश्रे थिले अनेक संकट तरिले स्वामी मरणे कुंती साधु स्वभावे बालकौल वधू पुत्रंक तुले बहु बहु क्लेशे दुखे बंचिला बनवासे कालर बस ए जगत प्राणी कालर आयत से काल बसे सर्वे चली पवने जेन्हे घन बळी जे कूले राजा धर्मसुत रक्षक भीम गदा हस्त अर्जुन जहि धनु धरे जहि गोविंद रक्षा करे जे कूले पड़ई विपत्ति एम
ଏ କୃଷ୍ଣ ମନେ କିବା ଥାଇ ତାହା ତ କେହି ନ ଜାଣଇ, କେ ଜାଣିପାରେ ତାର ଗତି ଯହିଁ ପଣ୍ଡିତେ ଭ୍ରମ ହନ୍ତି। ସଂସାର କର୍ମର ଆୟତ ଏହା ତୁ ଜାଣ କୁନ୍ତି ସୁତ, ଏଣୁ ତୁ କିଛି ହିଁ ନ ଭାଳ ଅନାଥ ପ୍ରଜା ଏବେ ପାଳ। ଦେଖ ଏ ଆଦିନି ନାରାୟଣ ଜଗତ ପରମ କାରଣ, ମାୟାରେ ଲୋକ ମନୋହରି ଯାଦବ ବଂଶେ ଅବତରି। ଏହାର ଅନୁଭବ ଗତି କିଛି ଜାଣଇ ପଶୁପତି, ନାରଦ ଜାଣେ ଭାବ ଘେନି କିବା କପିଳ ମହାମୁନି। କୃଷ୍ଣ ମହିମା ନ ଜାଣି ମାତୁଳ ସୁତ ପ୍ରାୟ ମଣି, ପ୍ରିୟ ସୁହୃଦ ମିତ୍ର ପରି ସଚିବ ବୁଦ୍ଧି କି ଆଚରି। ଏହାଙ୍କୁ ଦତ୍ତରେ ନିଯୋଗୀ ପୋଷିଲୁ 5 ଗ୍ରାମ ମାଗି, ସୁହୃଦ ପଣେ ସ୍ନେହ କରି ରଥେ ସାରଥି ପଣେ ବରି। ଯହୁଁ ଏ ପ୍ରଭୁ ଭାବଗ୍ରାହୀ ସ୍ୱଭାବେ ପରାଶର ନାହିଁ, ଏଣୁ ତ ଉଚ୍ଚ ନିଚ କର୍ମ ଯୋଗ୍ୟ ଅଯୋଗ୍ୟ ସବୁ ସମ। ତଥାପି ଭକତଙ୍କ ହିତେ ଦେଇ ଈଶ୍ୱର ଦୟା କେତେ, ମୋ ଜୀବ ଛାଡ଼ିବାର କାଳେ ମିଳିଲା ସରସଜ ତଳେ। ଯାର ଚରଣେ ଭକ୍ତି ବଳେ ନିଶ୍ଚଳ ମନେ ଅନ୍ତକାଳେ, ତୁଣ୍ଡେ ଯେ ନାମ ଉଚ୍ଚାରନ୍ତି ପରମ ପଦେ ସେ ମିଶନ୍ତି। କର୍ମ ବାସନା ଯାଇ ଦୂର ଏମନ୍ତ ମହିମା ଯାହାର, ସେ ଦେବ ଦେବ ଭଗବାନ ଭାବେ ଜାଣିଲେ ମୋର ମନ। ପ୍ରଫୁଲ୍ଲ କମଳ ଲୋଚନ ସୁନ୍ଦର ସହସିତ ବଦନ, ଚକ୍ର ସହିତେ 4 ବାହୁ ସେ ମୋର ଧନ୍ୟ ପଥେ ରହୁ। ଅଗ୍ରେ ପ୍ରକାଶ ହେଉ ମୋର ମୁହିଁ ଛାଡ଼ିବି କଳେବର, ବିସ୍ମ ବଚନ କର୍ଣ୍ଣେ ଶୁଣି ଧର୍ମନନ୍ଦନ ମନେ ଗୁଣି। ବିସ୍ମକୁ ସର ତଳ୍ପେ ଚାହିଁ କର ଯୁଗଳ ଶିରେ ଦେଇ, ବିବିଧ ଧର୍ମ ପଚାରିଲେ ଅଶେଷ ମୁନି ଗଣ ତୁଲେ। ସ୍ୱଭାବେ ଧର୍ମ ଯେ ଜଗତେ ଚତୁର ବର୍ଣ୍ଣାଶ୍ରମ ମତେ, ରାଗ ବୈରାଗ୍ୟ ଆଦି କରି ଯେ ମାର୍ଗେ ସଂସାର ନିସ୍ତରୀ। ଯେ ଦାନ ଧର୍ମ ରାଜକର୍ମ ମୋକ୍ଷ ସାଧନେ ଯେତେ କର୍ମ, ଯଥା ବିଭାବେ ଯେତେ କରି ଗୃହୀ ବନସ୍ଥ ବ୍ରହ୍ମଚାରୀ। ସ୍ତ୍ରୀ ଜନ୍ମର ଯେ ବା ଧର୍ମ ଯେ ବିଷ୍ଣୁ ଭକ୍ତଙ୍କ ଧର୍ମ, ଧର୍ମାର୍ଥ କାମ ମୋକ୍ଷ ଆଦି ଯେତେ ପ୍ରକାରେ ନାହିଁ ସାଧି। ସକଳ କହିଲେ ହରସେ ନାନା ଆଖ୍ୟାନ ଇତିହାସେ, ଏମତେ କହୁଁ ଧର୍ମ ବିସ୍ମର ଚିତେ ବାଳ ଭ୍ରମ। ସିଦ୍ଧ ପୁରୁଷ ଯୋଗ ବଳେ ଯାହା ଚିନ୍ତନ୍ତି ଅନ୍ତକାଳେ, ଯେ କାଳ ଅତି ପୁଣ୍ୟ ଧାମ ଉତ୍ତରାୟଣ ସାର ନାମ। ସେ କାଳ ଆଗମନ ଦେଖି ସଂକୋଚ କଲେ ବେନି ଆଖି, ସହସ୍ର ବଚନ ଶୁଣାଇ ହୋଇଲେ ମୌନ। ତକ୍ଷଣେ ବିଷ୍ଣୁ ଭାବ ଘେନି ଗଙ୍ଗା ନନ୍ଦନ ହେଲେ ତୁନି, ସବୁ ସଂହରି ଦୁଷ୍ଟି ମନ କୃଷ୍ଣ ଚରଣେ ସାବଧାନ। ସେ ହରି ଅଛି ଅଗ୍ରେ ବସି ଚତୁର୍ଭୁଜ ପରକାଶୀ, ପିତ ବସନ କଟି ଭାଗେ ବିଜୁଳି ଯେନେ ନୀଳ ମେଘେ। ଏମନ୍ତେ କୃଷ୍ଣ ରୂପ ହେଜି ଭାବ ଗଦ ଗଦେ ଚକ୍ଷୁ ବୁଝି, ଧାରଣା ଯୋଗେ ଧ୍ୟାନ କରି ସଂଶୟ ଦୂରେ ପରିହରି। ଯୁଦ୍ଧର ଶ୍ରମ ଯେତେ ଥିଲା ତକ୍ଷଣେ ଶରୀର ଛାଡ଼ିଲା, ଇନ୍ଦ୍ରିୟ ଅର୍ଥେ ଯେତେ କର୍ମ ଚିତୁ ଛାଡ଼ିଲା ମାୟା ଭ୍ରମ। ଅନ୍ତରେ ବେନି କର ଯୋଡ଼ି ବୋଲେ ଗୋବିନ୍ଦ ପାଦେ ପଡ଼ି, ଏମନ୍ତ ଭାବେ ମନ ମୋର ତୃଷ୍ଣା ବର୍ଜିତ ନିର୍ବିକାର। କୃଷ୍ଣରେ ହେଉ ସମର୍ପଣ, ଯେ
ପ୍ରକାଶେ ରବି ରଶ୍ମି ପ୍ରାୟ ଅଳକା ବୃତ କପଳ ବିରାଜେ ବଦନ କମଳ। ଅର୍ଜୁନ ସଖା ପାଦ ତଳେ ମୋ ଚିତ୍ତ ରହୁ ସୁନିଶ୍ଚଳେ ସଂଗ୍ରାମେ ଅଶ୍ଵ ଧୂଳିକାଏ ଶିର ବଦନ ଧୂଳିମୟେ ବିରାଜେ ସ୍ୱେଦ କଣାଙ୍ଗେ ବିବିଧ ଅଳଙ୍କାର ସଙ୍ଗେ ମୋହର ତୀକ୍ଷ୍ଣ ବାଣପନ୍ତି ଯାର କବଚେ ଜଲକନ୍ତି ସେ ରୂପେ ରହୁ ମୋର ମନ ଜୀବ ଜଳୁ ପରିତ୍ରାଣ ଯେ ହରି ଅର୍ଜୁନ ବଚନେ ରଥ ନିବେଶୀ ମଧ୍ୟସ୍ଥାନେ ଅନାଇ କଟା କ୍ଷଲୋଚନେ ଆୟୁଷ ହରେ ପରଶନେ ସେ ପାର୍ଥ ସାର ସଖାର ଚରଣ ନିରତେ ଥାଉ ମୋର ମନ ଯୁଦ୍ଧର ଅର୍ଥେ କୋପ ଭରି ସକଳ ବୀରେ ଶସ୍ତ୍ର ଧରି ସମରେ ଦେଖି ବନ୍ଧୁଜନ ଦୟାରେ ନଝୁ ଯେ ଅର୍ଜୁନ ଅନେକ ଆତ୍ମ ବିଦ୍ୟା ଦେଲା ତାର କୁମତି ହରିଲା ତାର ଚରଣେ ମୋର ମତି ନିଶ୍ଚଳେ ହେଉ ଆତ୍ମରତି। ମୋହର ତୁଲେ ସତ୍ୟ କଲା ଶସ୍ତ୍ର ନ ଧରିବି ବୋଇଲା ମୋହର ତୀକ୍ଷ୍ଣ ବାଣେ କପି ମୋହ ବଚନେ ସତ୍ୟ ସାପି ତକ୍ଷଣେ ଚକ୍ର ଘେନି ହସ୍ତେ ରଥୁ ଧାଇଲା ଭୂମି ଗତି ସ୍ୱାଧର୍ମ ସମରେ ଉପେକ୍ଷୀ ସିଂହ ଯେ ସନେ ଗଜ ଦେଖି ଧମତେ ଅବନି କମ୍ପିଲା ଉତ୍ତରି ବନ୍ଧୁ ଉଡ଼ିଗଲା ଚକ୍ର ଉଚାଇ ମହାକୋପେ ମିଳିଲା ମୋହର ସମୀପେ ମୁଁ ଆତ ତାଇ ପଣି ଫନ୍ଦି ଅନେକ ବାଣର ସେ ବିନ୍ଧି ବିଶୀର୍ଣ୍ଣ କଲି ସ୍ନେହ ଅଙ୍ଗେ ଦେଖି ଧାଇଲା ଅତି ବେଗେ ରୁଧିର ଭୂଷଣ ଶରୀର ଅର୍ଜୁନ ବାକ୍ୟ କରି ଦୂର ହରିବା ପାଇଁ ମୋର ପ୍ରାଣ ମୁଁ ଏବେ ପଶିଲି ଶରଣ ବିଜୟ ରଥେ ଯେ ସାରଥି ରଥ ଆରୋହୀ ଶୁଭ ଚିନ୍ତି ହୟଙ୍କ ରଶ୍ମି ଯେହୁ ଧରେ ସେ ରୂପେ ମନ ରହୁ ସ୍ଥିରେ ସଂଗ୍ରାମ କରି ଯେତେ ମଲେ ତା ମୁଖ ଦେଖି ଡରି ଗଲେ ଏବେ ମୋହର ଅନ୍ତ କାଳେ ମୋ ଚିତ୍ତ ରମୁ ତାପୟରେ ଗୋପନ ଘରେ ବୃନ୍ଦାବନେ ରାସ ଉତ୍ସବେ ଗୋପୀ ଜନେ ଲଳିତ ଗତି ସୁବିଳାସ ମନଜ୍ଞ ଦୃଷ୍ଟି ମହାସାସ ତାହାର କୃତ୍ୟ ଅନୁସରି ଉନ୍ମାଦେ ତାର ଭାବ ଚରି ଯାହାର ସଙ୍ଗେ ଭାବ କରି ଭବ ସାଗରୁ ଗଲେ ତରି ଯେ କୃଷ୍ଣ ଚରଣ କମଳେ ମୋ ମନ ରହୁ ସୁନିଶ୍ଚିଳେ ଧର୍ମ ନନ୍ଦନ ଯଜ୍ଞ କାଳେ ଋଷି ବ୍ରାହ୍ମଣ ରାଜା ମେଳେ ଯାହାର ପାଦେ ଅର୍ଘ୍ୟ ଦେଇ ସୁଖେ ସୁଦର ମୁଖ ଚାହିଁ ସକଳେ ଗଲେ ମୋକ୍ଷ ମାର୍ଗେ ଯେବେ ଦିଶେ ମୋର ଆଗେ ଯାହାର ଜନ୍ମ ଜଣା ନାହିଁ ଯାହା ତହୁଁ ଜାତ ସର୍ବଦେହି ନିର୍ମଳ ଆତ୍ମା ରୂପ ହୋଇ ପ୍ରାଣୀଙ୍କ ହୃଦେ ଯେ ବସଇ ଯେ ରୂପେ ଦୃଷ୍ଟି ଭାବେ ରବି ଅନେକ ବୋଲି ଅନୁଭବୀ ସେ ହରି ପାଦ ଯୁଗେ ଭଜି ପଶିଲି ଭବ ମୋହ ତେଜି ଗୋବିନ୍ଦେ କରିଣ ସଙ୍ଗତି ମନ ବଚନେ ଦୃଷ୍ଟି ବୃତ୍ତି ଆତ୍ମାର ଆତ୍ମା ସ୍ଥିର କରି
ପବନେ ପବନ ସହରି ଦେଖନ୍ତି ସୁର ନର ମୁନି ଗଙ୍ଗା ନନ୍ଦନ ହେଲେ ତୁନି। ଶରୀର ତେଜି ଭାବ ମୋହେ ପଶିଲେ ଗୋବିନ୍ଦର ଦେହେ ଭୀଷ୍ମ ମରଣ ଜାଣି ଭଲେ ଯେ ଅବା ଥିଲେ କୃଷ୍ଣ ତୁଲେ ମୌନେ ବସିଲେ ସମସ୍ତେ ପକ୍ଷୀଏ ଯେହ୍ନେ ଦିନ ଅନ୍ତେ ତକ୍ଷଣେ ଦୁନ୍ଦୁଭି ଶବଦ ଦେବ ମାନବେ କଲେ ବାଦ୍ୟ ସାଧୁ ଶବଦ ଶୂନ୍ୟ ସ୍ଫୁରେ ପୁଷ୍ପ ବରଷେ ନିରନ୍ତରେ ତକ୍ଷଣେ ଯୁଧିଷ୍ଠିର ଯାଇ ଅନଳେ ଭୀଷ୍ମ ପିଣ୍ଡ ଦହି ମୁହୂର୍ତ୍ତେ ବସି ଦୁଃଖ ମନେ ଉଠି ସକଳ ମହାଜନେ ଯେ ଯାହା ମତେ ସ୍ତୁତି କଲେ ନମିଲେ କୃଷ୍ଣ ପାଦ ତଳେ ଉଠି ସକଳେ ତୋଷ ଚିତେ ଗୃହେ ଚଳିଲେ ଯେ ଝାମତେ ପାଣ୍ଡବେ କୃଷ୍ଣର ସଙ୍ଗତେ ହସ୍ତିନା ମିଳିଲେ ତୁରିତେ ତକ୍ଷଣେ ଅନ୍ତପୁରେ ଯାଇ ଅନ୍ଧ ଗାନ୍ଧାରୀଙ୍କି ବୁଝାଇ ଗୋବିନ୍ଦ ଧୃତ ରାଷ୍ଟ୍ର ବୋଲେ ଯୁଧିଷ୍ଠିରଙ୍କୁ ରାଜା କଲେ ସେ ରାଜ ଧର୍ମେ ରାଜ୍ୟ କଲା ଯା ପିତୃ ପିତା ମହେ ଥିଲା ଏମନ୍ତେ କରି ରାଜପଣ